ସମସ୍ତ ମୋର ଖ୍ରୀଷ୍ଟୀୟ ଭାଇ ଭଉଣୀଙ୍କୁ ନୂତନ ବର୍ଷର ନମସ୍କାର। ହ୍ୟାପି ନ୍ୟୁ ଇୟର ମୋର ସମସ୍ତ ଭାଇ ଓ ଭଉଣୀ। ହାଲେଲୁୟା। ପରମେଶ୍ୱର ଆଜି ଆପଣମାନଙ୍କ ଜୀବନରେ ନୂତନ ବର୍ଷ ଆଣିଅଛନ୍ତି। ଆନନ୍ଦ, ଖୁସି, ଶାନ୍ତି, ଦୟା ଓ କରୁଣାର ସହିତ ଭରିକି ଏହି ବର୍ଷ ଆପଣମାନଙ୍କୁ ଦେଇଅଛନ୍ତି। ଆଉ ଆପଣମାନେ ମଧ୍ୟ ମୁଁ ଆଶା କରୁଅଛି ଆନନ୍ଦିତର ସହିତ ଖୁସିର ସହିତ ଏହି ବର୍ଷରେ ପଦାର୍ପଣ କରିଅଛନ୍ତି। ହାଲେଲୁୟା। କାରଣ ଆମ୍ଭମାନଙ୍କ ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି ସଦା ସର୍ବଦା। ଆମର ଯିବାରେ ଆସିବାରେ ସେ ରକ୍ଷା କଲେ, ଆମ୍ଭମାନଙ୍କୁ ସୁସ୍ଥତା କରିକି ରଖିଲେ, ଆଉ ଏହି ନୂତନ ବର୍ଷ 2025 ଆମମାନଙ୍କୁ ଦେଇଅଛନ୍ତି। ହାଲେଲୁୟା। 2024ରେ ଆମ୍ଭମାନଙ୍କ ଜୀବନରେ ଯେତେ ଦୁଃଖ ଆସିଲା, କଷ୍ଟ ଆସିଲା, ତାହା ସବୁ 2024ରେ ଚାଲି ଯାଇଅଛି। ଆଉ ଏଇ 2025 ଆମ୍ଭମାନଙ୍କ ଜୀବନରେ ଆସିଅଛି ଗୋଟିଏ ଉନ୍ନତି ଓ ସଫଳତାର ଜୀବନ ଦେବା ପାଇଁ। ହାଲେଲୁୟା। ମୁଁ ଆଶା କରୁଅଛି ପ୍ରିୟମାନେ, ଆପଣମାନେ ପରମେଶ୍ୱରଙ୍କ ଉପରେ ବିଶ୍ୱାସ ଓ ଭରସା ରଖିଅଛନ୍ତି। ସେ ଆପଣମାନଙ୍କ ଜୀବନରେ ଏହି ନୂତନ ବର୍ଷ ଆଣିଅଛନ୍ତି, କାରଣ ଆପଣମାନେ ଆଗାମୀ ଦିନରେ ଉତ୍ତମତା ଆଉ ଉନ୍ନତି ଆଉ ସଫଳତା ପାଇପାରିବେ ବୋଲିକି, ନିଜ ଜୀବନକୁ ପରିବର୍ତ୍ତନ କରିବେ ବୋଲିକି। ହାଲେଲୁୟା। କାରଣ ପ୍ରିୟମାନେ, ଏହି ଦିନକୁ ଅନେକ ଲୋକ ଦେଖିପାରନ୍ତି ନାହିଁ। ଅନେକ ଲୋକ 2024ରେ ଚାଲିଗଲେ, ସେମାନେ 2025କୁ ଦେଖିପାରିଲେ ନାହିଁ। ଅନେକ ଲୋକ ନିଜ ନିଜ ଜୀବନରେ ଦୁଃଖ କଷ୍ଟ, ଅନେକ ଲୋକ ହସ୍ପିଟାଲରେ ରହିକି ଚିନ୍ତାରେ ରହୁଅଛନ୍ତି। ଆଜିର ଦିନକୁ ସେ ଆନନ୍ଦିତର ସହିତ ଏହି ଦିନକୁ ସେମାନେ ୱେଲକମ୍ କରିପାରିନାହାନ୍ତି। ହେଲେ ଆପଣମାନଙ୍କୁ ପରମେଶ୍ୱର ଦୟା ଓ କରୁଣା ଓ ତାଙ୍କରି ପ୍ରେମରେ ବାନ୍ଧିକି ରଖିକି ଆପଣମାନଙ୍କୁ ସୁସ୍ଥତାରେ ରଖିଅଛନ୍ତି, ଆଉ ମୋତେ ମଧ୍ୟ ସୁସ୍ଥତାରେ ରଖିଅଛନ୍ତି। ସେଥିପାଇଁ ପରମେଶ୍ୱରଙ୍କୁ ଆମେ ସମସ୍ତେ ଆଜି ଧନ୍ୟବାଦ ଦେବା। ହାଲେଲୁୟା। ଯେଉଁ ପ୍ରକାରେ ପ୍ରଭୁ ଯୀଶୁ ଆମ୍ଭମାନଙ୍କର ପାପରୁ ଉଦ୍ଧାର କରିବା ପାଇଁ ଏ ଜଗତକୁ ଆସିଲେ, ପରମେଶ୍ୱର ତାଙ୍କର ଗୋଟିଏ ମାତ୍ର ପୁତ୍ରଙ୍କୁ ଆମ୍ଭମାନଙ୍କ ପାଇଁ ଏ ଜଗତରେ ସେ ପଠାଇଲେ। ସେହି ପ୍ରକାରେ ପ୍ରିୟମାନେ, ଏହି ଜୀବନରେ ଆମେ ଉନ୍ନତି ସଫଳତା କେଉଁ ପ୍ରକାରେ ପାଇବା, ପରିବର୍ତ୍ତନ ଆମ୍ଭମାନଙ୍କ ଜୀବନରେ କେଉଁ ପ୍ରକାରେ ଆମେମାନେ ଆଣିବା, ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଏହି ନୂତନ ବର୍ଷ ଦେଇଅଛନ୍ତି। ଆଉ ଗୋଟିଏ ଥର ଆମମାନଙ୍କୁ ସୁଯୋଗ ଦେଇଅଛନ୍ତି ପରିବର୍ତ୍ତନ ହେବା ପାଇଁ। ଯେତେ ବି ପୁରୁଣା ଜିନିଷ ମାନେ ଅଛି, ଯେତେ ଆମର ପାପ ଅପରାଧ ଭୁଲ ସବୁ କିଛିକୁ ଆଜିର ଦିନ ଆମେମାନେ ସ୍ୱୀକାର କରିବା, ଆଉ 2024ରେ ହିଁ ତାହା ଛାଡ଼ି ଦେଇ ବା ଚାଲିଗଲା ବୋଲି ଭାବିବା, ଆଉ ଏହି ନୂତନ ବର୍ଷରେ ନୂତନ ଭାବରେ ଆମେମାନେ ଆରମ୍ଭ କରିବା। ହାଲେଲୁୟା। କାରଣ ମନୁଷ୍ୟମାନଙ୍କ ଜୀବନରେ ଭଲ ମଧ୍ୟ ହୋଇଥାଏ, ଭୁଲ ମଧ୍ୟ ହୋଇଥାଏ, ପାପ ମଧ୍ୟ ହୋଇଥାଏ। ଆଉ କୌଣସି ପ୍ରକାରେ ଏ ଜଗତରେ କୌଣସି ବ୍ୟକ୍ତି ଧାର୍ମିକ ନୁହେଁ ଯେ ସେ ସବୁବେଳେ ଭଲ କାର୍ଯ୍ୟ କରିକି ଚାଲୁଅଛି। ହାଲେଲୁୟା। ସେଥିପାଇଁ ପ୍ରିୟମାନେ, ଆସନ୍ତୁ ଆମେ ସମସ୍ତେ ପରମେଶ୍ୱରଙ୍କ ଠାରେ ଏହି ନୂତନ ବର୍ଷରେ ନିଜର ପ୍ରତ୍ୟେକ ପାପକୁ ସ୍ୱୀକାର କରିକି ନୂତନ ଜୀବନ ଯାପନ କରିବା ପାଇଁ ଚେଷ୍ଟା କରିବା। ନୂତନ ଜୀବନ ଯାପନ କରିବା ପାଇଁ ଆରମ୍ଭ କରିବା ପାଇଁ ପରମେଶ୍ୱରଙ୍କ ପାଖରେ ସମର୍ପଣ ହେବା। ତାଙ୍କୁ ଯଦି ଆମେ ସମର୍ପଣ କରୁଅଛୁ, ତାହେଲେ ପବିତ୍ର ଆତ୍ମା ଆମମାନଙ୍କ ଜୀବନରେ ଆସୁଅଛି, ଆଉ ସେ ଆମକୁ ପଥ ଦେଖାଇବ, ରାସ୍ତା ଦେଖାଇବ, କ'ଣ ଭଲ କ'ଣ ମନ୍ଦ ତାହା ଆମକୁ ଶିଖାଇବ। ହାଲେଲୁୟା। ଏତେବେଳେ ପ୍ରିୟମାନେ, ମୁଁ ଗୋଟିଏ ବାକ୍ୟ ଆପଣମାନଙ୍କୁ କହିବା ପାଇଁ ଚାହୁଁଅଛି, ଆଉ ଏ ବାକ୍ୟର ପରେ ମୁଁ ଟିକେ ଅଧେ କହିକି ତାପରେ ଏହି ବାକ୍ୟକୁ ଶେଷ କରିବି। ହାଲେଲୁୟା। ଆସନ୍ତୁ, ଆପଣମାନଙ୍କ ପାଖରେ ଯଦି ବାଇବଲ ଅଛି, ତାହେଲେ ମୋ ସହିତ ବାଇବଲକୁ ବାହାର କରନ୍ତୁ। 2 କରିନ୍ଥୀୟ ତାର 5 ପର୍ବର 17 ପଦରେ ଲେଖାଯାଇଅଛି, ଏଣୁ ଯଦି କେହି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ହାଲେଲୁୟା। ଆଉ ବିଶ୍ୱାସ କରନ୍ତୁ ପ୍ରିୟମାନେ, ଏହି ବାକ୍ୟରେ ଯାହା ଲେଖାଯାଇଅଛି, ପୁରାତନ ବିଷୟ ସବୁ
ଲୋପ ପାଇଅଛି ଆଉ ନୂତନ ବିଷୟ ସବୁ ଆପଣମାନଙ୍କ ଜୀବନରେ ଏବେ ଆସିଅଛି। ଆଉ ଏହି ନୂତନ ବିଷୟକୁ ଆପଣମାନେ ନିଜ ଜୀବନରେ ସ୍ୱାଗତ କରନ୍ତୁ ଆଉ ନିଜ ଜୀବନକୁ ମଧ୍ୟ ପରିବର୍ତ୍ତନ କରନ୍ତୁ। ଆପଣମାନଙ୍କର ସ୍ୱଭାବରେ ଯଦି କ୍ରୋଧ ଅଛି, ଲୋକଙ୍କ ପ୍ରତି ଈର୍ଷା ଅଛି, ତାହା ଛାଡ଼ି ଦିଅନ୍ତୁ ଆଉ ଆଜିଠାରୁ ସମସ୍ତଙ୍କ ପାଇଁ ପ୍ରେମ ନିଜ ହୃଦୟରେ ୱେଲକମ୍ କରନ୍ତୁ। ହାଲେଲୁୟା। କାରଣ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ହୃଦୟ ମଧ୍ୟ କେବଳ ପ୍ରେମରେ ଭରା। ସେ କେବଳ ପ୍ରେମ କରନ୍ତି। ହାଲେଲୁୟା। ତାଙ୍କରି ସ୍ୱଭାବକୁ ନିଜର ଜୀବନରେ ଆଣନ୍ତୁ। ସେଥିରେ ଆପଣ ଅଟୋମେଟିକଲି ସମସ୍ତଙ୍କୁ ପ୍ରେମ କରିବେ ଆଉ ଆପଣଙ୍କର କ୍ରୋଧ, ଆପଣଙ୍କର ଈର୍ଷା ଅଟୋମେଟିକଲି ଚାଲିଯିବ। ହାଲେଲୁୟା। ଆପଣମାନେ ଯଦି ନିଜ ଜୀବନରେ ଉନ୍ନତି ଓ ସଫଳତା ପାଇବା ପାଇଁ ଚାହୁଁଅଛନ୍ତି, ତାହେଲେ ଏହି ନୂତନ ବର୍ଷ ପରମେଶ୍ୱର ଆପଣମାନଙ୍କୁ ଆଉ ଗୋଟିଏ ସୁଯୋଗ ଦେଇଅଛନ୍ତି। ଆପଣମାନେ ପରିଶ୍ରମ କର, ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିକି, ଭରସା କରିକି। ହାଲେଲୁୟା। ସେଥିରେ ପରମେଶ୍ୱର ଆପଣଙ୍କ ପରିଶ୍ରମର ଫଳ ଆପଣମାନଙ୍କୁ ନିଶ୍ଚିତ ଭାବରେ ଦେବେ। ହାଲେଲୁୟା। ତ ପ୍ରିୟମାନେ, ମୁଁ ଆଶା କରୁଅଛି, ବିଶ୍ୱାସ କରୁଅଛି ଏହି ନୂତନ ବର୍ଷରେ ଆପଣମାନେ ନିଶ୍ଚିତ ଭାବରେ ଏହି ବାକ୍ୟର ଅନୁସାରେ ନିଜର ପ୍ରତ୍ୟେକ ପୁରାତନ ବିଷୟ ମାନେ ଯେତେ ଭୁଲ, ଯେତେ ନିନ୍ଦା, ତାଡ଼ନା, ଅପମାନ ଯାହା କିଛି ହୋଇଥିଲା, ଆପଣମାନେ ଅନସକ୍ସେସ୍ ହୋଇଥିଲେ, ଆପଣମାନେ ନିରାଶ ହୋଇଯାଇଥିଲେ, ଆପଣମାନଙ୍କ ଜୀବନରେ ଦୁଃଖ ଆସିଥିଲା, କଷ୍ଟ ଆସିଥିଲା, ରୋଗ ବ୍ୟାଧି ଅନେକ ପ୍ରକାର କଥା ହୋଇଥିବ, ଯାହା କିଛି ବି ଥିଲା ସବୁ କିଛିକୁ 2024ରେ ଛାଡ଼ି ଦେଇ ଏହି ନୂତନ ବର୍ଷରେ ହସର ସହିତ, ଖୁସିର ସହିତ, ଆନନ୍ଦର ସହିତ ଏହି ନୂତନ ବର୍ଷକୁ ସ୍ୱାଗତ କରିକି ଆନନ୍ଦିତର ଜୀବନ ଯାପନ କରନ୍ତୁ। ହାଲେଲୁୟା। ପରମେଶ୍ୱର ଏହି ବର୍ଷରେ ଆପଣମାନଙ୍କ ପାଇଁ ଅନୁଗ୍ରହ, ଆଶୀଷ, ଉନ୍ନତି, ବରକତ ନେଇକି ଆସିଅଛନ୍ତି। ମୁଁ ବିଶ୍ୱାସ କରୁଅଛି ପରମେଶ୍ୱର ଆପଣମାନଙ୍କ ଜୀବନରେ ଅନୁଗ୍ରହ ଓ ଆଶୀଷ ଭରି ଅଛନ୍ତି ଆଉ ତାଙ୍କରି ଦୟା ଓ କରୁଣା ଅନନ୍ତ କାଳ ସ୍ଥାୟୀ ଆପଣମାନଙ୍କ ଜୀବନରେ ଥାଉ। ମୁଁ ବିଶ୍ୱାସ କରେ ଏହି ବାକ୍ୟ ଦ୍ୱାରା ଏହି ନୂତନ ଜୀବନରେ ଆପଣମାନେ ନୂତନ ଜୀବନ, ନୂତନ ସ୍ୱଭାବ, ନୂତନ ଆଚରଣ ଆପଣମାନେ ସ୍ୱାଗତ କରିଅଛନ୍ତି। ହାଲେଲୁୟା। ଆଉ ଥରେ ପ୍ରିୟମାନେ, ମୋର ନୂତନ ବର୍ଷର ନମସ୍କାର। ଆଉ ମୋ ପାଇଁ ମଧ୍ୟ ଆପଣମାନେ ପ୍ରାର୍ଥନା କରନ୍ତୁ। ମୁଁ ମଧ୍ୟ ନିଶ୍ଚିତ ଭାବରେ ମଣିଷ ଅଟେ, ମୋର ମଧ୍ୟ ଭୁଲ ହୋଇଥାଏ, ଅପରାଧ ହୋଇଥାଏ, ତାହାକୁ ପରମେଶ୍ୱରଙ୍କ ପାଖରେ ମୁଁ ସ୍ୱୀକାର କରିବି ଆଉ ସେହି ହିସାବରେ ମୁଁ ମଧ୍ୟ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିକି ଆଗକୁ ବଢ଼ିପାରିବି। ହାଲେଲୁୟା। ପ୍ରଭୁ ଏ ବାକ୍ୟ ଦେଇ ଆପଣମାନଙ୍କୁ ଅନୁଗ୍ରହ ଓ ଆଶୀଷରେ ପରିପୂର୍ଣ୍ଣ କରନ୍ତୁ। ଆମେନ୍।